India, a land rich in culture and heritage, is home to a myriad of traditional crafts that have been passed down through generations. Today, we embark on a journey to the vibrant state of Odisha, located on the eastern coast, known for its exquisite craftsmanship and ancient art forms. Odisha is a treasure trove of creativity and skill. Ghasipura is a village located in the Keonjhar district of the eastern Indian state of Odisha. In recent years, this village has gained recognition for its unique craft of paper mache, and the women of Ghasipura have played a significant role in its development. ରୋଷେଇ ଟିକେ କରିଥିବ ସେଇଠୁ ଟିକେ ଟିକେ ଖାଇଦେଇକି ଯୋଉ କଷ୍ଟଟା ଆମେ ଭୋଗିଛୁ ଆମେ ଚାହୁଁଛୁ ଆମ ପିଢିରେ ନ ଭୋଗନ୍ତୁ। ଆମେ ଯାହାକୁ ଦେଖୁଛୁ ଭାରି ଦୟା ଲାଗେ, ତେଣୁ ଆମେ ଏମିତି ଉପାସ ରହିକି କେତେ କଷ୍ଟ ପାଇଛୁ ନା, ସିଏ ଥାଉ ଆସୁ ଏଇଠି କାମ କରୁ। ଯାହା ବି ହେଲେ ଯଦି ମୁଁ ଟଙ୍କାଟେ ତାଙ୍କ କତରୁ ପାଇଥିମି ଲାଭ, କିନ୍ତୁ ଯଦି 10 ଟଙ୍କା ସେଇଠି ଲାଭ ହଉଥିବ, ମୁଁ କିନ୍ତୁ ତାଙ୍କୁ 9 ଟଙ୍କା ଦେବି, ମୁଁ ଟଙ୍କାଟେ ରଖେ। କାରଣ ମୁଁ ଯୋଉ ଇନଭେଷ୍ଟ କରୁଛି, ଯାହା ବି ଖର୍ଚ୍ଚ କରୁଛି, ସେ ପଇସାଟା କୋଉଠୁ ବାହାର କରିବି? ତାଙ୍କ କତରୁ ତ ବାହାର କରିବି ନା। सभिए मिशिण पेपर म्याच काम करिबा जहा शिखिथिले आमे आगरु उन्नतर काम आमे शिखिबा एही हस्तशिल्प काम को सबु आमे करिबा आम देश आम जिलार नाम टेक रखिबा। The art of paper mache is used around for centuries and has been used to create everything from decorative masks to sculptures. But in the small village of Ghasipura, located in the northern region of India, paper mache is more than just an art form, it's a way of life. The women of Ghasipura have demonstrated that with the correct assistance and resources, they are capable of building long-term livelihoods for themselves as well as contributing to the development of their communities. In this documentary, he will educate viewers on the rich background of paper mache in Ghasipura's culture and history. We'll get to know the women who keep the trade alive and learn about the challenges they confront as hardworking housewives in the midst of concerns like domestic violence, poverty, and dearth of resources. ଆମର ହେଲା ପ୍ରଥମେ ହେଲା ତେନ୍ତୁଳି ଅଠା। ତେନ୍ତୁଳି ମଞ୍ଜି କଇଁଆଟା ତା ସଂସିଟାକୁ ଖାଇ ଦଉଛନ୍ତି, ମଞ୍ଜିଟା ଫିଙ୍ଗି ଦଉଛନ୍ତି, କୋଉଠି ଗଛପତ୍ର ହେଇକି ଉଠୁଛି, କୋଉଠି କିଏ ପୋକ ହେଇଯାଉଛନ୍ତି, କଣ ହଉଛନ୍ତି। ତାକୁ ଆମେ ସଂଗ୍ରହ କରୁଛୁ, ତାକୁ ଶିଳରେ ବାଟିକି, ଏବେ କଣ ମାର୍କେଟରେ ଗୁଣ୍ଡ ମିଳିଯାଉଛି, ଆଗେ ଯେତେବେଳେ ପ୍ରଥମେ ଆମେ କରୁଥିଲୁ ସେତେବେଳେ ଶିଳରେ ବାଟିକି ତାକୁ ମାନେ ଚୁଲିରେ ଆଉଟିକି କରାହଉଛି, ଏବେ ବି ସୁଦ୍ଧା ଆଉଟିକି କରାହଉଛି, କିନ୍ତୁ ସେତେବେଳେ ଏବେ ଗୁଣ୍ଡ ମିଳିଗଲା। ଆମେ ନୂଆ ପ୍ଲାଷ୍ଟର ପ୍ୟାରିସ୍ ପ୍ୟାକେଟ କିଣିକି ଆଣୁଛୁ, ତାକୁ ଆମେ ଖରାପ କରୁଛୁ, କାରଣ ତାକୁ ପାଣିରେ କେମିତି ଖରାପ ହବ, ପାଣିରେ ଭିଜେଇ ଦେଇକି ତାକୁ ଗୋଳା ହଉଛି, ତାକୁ ଗୋଳା ହେଇ ସାରିଲା ପରେ ତାକୁ ଖରାରେ ଶୁକା ହଉଛି, ଖରାରେ ଶୁକେଇକି ତାପରେ ତାକୁ ଚୁନା କରାହଉଛି, ଶିଳରେ ବାଟିକି ଚୁନା କରାହଉଛି, ଚୁନା କଲା ପରେ ଯାଇକି ସେଟା ଖରାପ ହେଲା। The art of paper mache involves the use of paper pulp mixed with glue or starch to create decorative objects such as bowls, boxes, and figurines. This craft requires a high level of skill and patience, and the women of Ghasipura have mastered it through years of practice. ତାପରେ ଆମର କାଗଜଟାକୁ ପାଣିରେ ଭିଜେଇ ଦଉଛୁ, ଯୋଉ ଖାତା ବହି ପତ୍ର ସବୁଆଡେ ଯେତେବେଳେ ଆସୁଛନ୍ତି ଗୋରୁ ଗାଈ ଖାଇ ଯାଉଛନ୍ତି କି କୋଉଠି ପଡିକି ତାର ଖତ ହେଇଯାଉଛି, ସେ କାଗଜକୁ ସମସ୍ତେ ଇଲେକ୍ଟ୍ରିକ କରିପାରୁନାହାନ୍ତି, ୟୁଜ କରିପାରୁନାହାନ୍ତି, ତେଣୁକରି ଆମେ ତାକୁ ସଂଗ୍ରହ କରିଦଉଛୁ। ଆମର ଗ୍ରାଇଣ୍ଡିଙ୍ଗ ମେସିନ 2ଟା ପ୍ରକାର ଅଛି, ଗୋଟେ ଓଦାରେ ହଉଛି ଆଉ ଗୋଟେ ଶୁଖିଲା ହଉଛି। ଶୁଖିଲା ଗୁଣ୍ଡ କରିକି ବି କଲେ ହବ, ନହେଲେ ପାଣିରେ ଭିଜେଇକି ତାକୁ କପଡାରେ ଚିପୁଡିକି
କଲେ ବି ସେଇଟା ହେଇପାରିବ। ତାର ପାଗ ଅଛି, ଯେମିତି ରୁଟି ଅଟାଟା ଯେମିତି ବେଲୁଛନ୍ତି ଆମେ ତ ସେମିତି ବେଲା ହେଇକି ପକା ହଉଛି, କି ଆପଣଙ୍କର ଡିଜାଇନ ହଉ କି ତାର ସେପ୍ ଯୋଉ ଯେମିତି ଯେତେବେଳେ ସେପ୍ ଦିଆ ହଉଛି ତାକୁ ଯୋଉ କଟିଂ କଟା ହଉଛି ସବୁ ବେଲିଲା ପରେ ଯେମିତି ଅଟା ବେଲିକି ରୁଟି କରୁଛନ୍ତି ସେଇ ଟାଇପ ର ବେଲା ହଉଛି। ତାପରେ ସେଟା କଣ କି ଅଠା ଯୋଉ ମିଶା ହଉଛି ସେ ପୁରା ପବନ ବାଜିଲେ ଶୁଖିଗଲେ ପୁରା ହାର୍ଡ ହେଇଯାଉଛି, ଯୋଉଟା କି ଟିଙ୍ଗା ମାରନ୍ତୁ ଆପଣ କଚାଡନ୍ତୁ ଯାହାବି କଲେ ସେଟା ଭାଙ୍ଗିବନି। ଏଇଟା ବି ଆପଣ ତାପରେ ଦେଖନ୍ତୁ ଅଏଲ ପେଣ୍ଟ କରାହଉଛି, ଯୋଉଟା କି ଏସିଆନ ପେଣ୍ଟ କରାହଉଛି, ଯୋଉଟା କି ପାଣିରେ ପଡିଲେ ବି କିଛି ହବନି। The popularity of paper mache has grown rapidly. The demand for products has increased significantly. The women of Ghazipura have not only created a sustainable source of income for themselves but have also contributed to the economic growth of their village. These women come from diverse backgrounds. Some are housewives while others are single mothers or widows. But what unites them is their passion for creating something beautiful out of nothing and their determination to support themselves and their families. ମୋ ନାଁ ସନ୍ଧ୍ୟାରାଣୀ ସାମଲ। ମୁଁ କାମ କରୁଛି 3 ବର୍ଷ ହେଲା। ମୋର ବୟସ 40 ବର୍ଷ। 3 ବର୍ଷ ହେଲା କାମ କରିକିନା ମୁଁ ଏଇ ଆଣୁଛି 2 ପଇସା ଆଉ ଏଇ ଗଣ୍ଡ କରୁଛୁ, ସେତିକି ଯାହା ବିକ୍ରି ଟିକିରି କରିକି ଚଳୁଛୁ, ଆଉ ସୁବିଧା ଆଉ କିଛି ନାହିଁ। ଦିନ ମଜୁରିଆ କାମ ଯାହା କରୁଛନ୍ତି ଯେମିତି ସେ ଘର ଚଳୁଛି, ଆଉ ଛୁଆ ପିଲା ପାଠ ପଢ଼ୁଛନ୍ତି, ସେଇଟାର ସବୁ କିଛି ମ୍ୟାଡ଼ାମ ତାଙ୍କୁ ପାଠ ପଢ଼େଇମୁ, ସେ ପାଠ ପଢ଼ିବେ ଦେଇକିନା ସିଏ କୁଆଡ଼େ ଯାଇକିନା ବୁଲୁଛନ୍ତି କ'ଣ କରୁଛନ୍ତି, ତାଙ୍କ ଆଶା ରଖିକି ଆଉ ଲାଭ କ'ଣ? ପୁଅ ଝିଅ 2 ଜଣ, ସ୍ୱାମୀ ଆଉ ଶାଶୁ ବୁଢ଼ୀ ତ ତାର ବସିଲାଣି, ସେ କେତେବେଳେ ଠସ୍ ହେଇଯିବ ଏଇ ଭିତରେ। ଆମ ଭିତରେ ମ୍ୟାଡ଼ାମ ଘର କଥା ବି ସେତେ ଭୁଲି ଯାଉ। ଘର ପାଖରେ ନା ସେଠି କାମ କରିବୁ ହସ ଖୁସି ସେଠି ଗୋଟେ ଚାଲିଯାଏ, ଆଉ ଘରକୁ ଆସିଲା ବେଳକୁ ପୁଣି ଘର କାମ କଲା ବେଳକୁ ସେଇଟା ଟିକେ କଷ୍ଟ ଲାଗେ। ଆଉ ସେଠି କାମ କଲେ ଆମେ ସବୁ ଭୁଲି ଯାଉ ଘର କଥା। ଏହା ପୂର୍ବରୁ ଆଉ କିଛି କାମ କରିଥିଲେ ଆପଣମାନେ? ନା ମ୍ୟାଡ଼ାମ ଆସିକିନା ଆମକୁ କହିଲେ ଯେମିତି ଆମେ ଗନୁ, ଯାଇକି ତାଙ୍କ ସାଙ୍ଗରେ ମିଶିନୁ, ଏଇ କାମ ଦେଲେ ଆମେ କାମ କଲୁ ତାଙ୍କ ପାଖରେ, କାମ କରିକି ଘରକୁ କାମ ଆଣିଲୁ, କାମ କଲୁ। Apart from providing economic empowerment, the craft of paper mache has also brought about a sense of community and togetherness among the women of Ghazipura. They shared their skills, ideas, and techniques and worked together to create beautiful and unique items. The story of Ghazipura is a testament to the power of women's entrepreneurship and their ability to transform their communities. The women of Ghazipura have shown that with the right support and resources, they can create sustainable livelihoods for themselves and contribute to the growth of their villages. Initially, paper mache was a hobby for the women of Ghazipura, but with the support of local NGOs and government initiatives, it has now become a means of livelihood for many families in the village. They work together in groups, creating beautiful and intricate paper mache items that are sold in local markets and exhibitions. ମୋ ନାଁ ବିଳାସିନୀ ବେହେରା। ମୋର ବୟସ ହେଲା 35। ଆଉ ମୁଁ ଏଇ ପେପର ମ୍ୟାଚରେ କାମ କରେ, 10 ବର୍ଷ ହେଲା କାମ କରୁଛି। ଘର ଲୋକ ବହୁତ ପ୍ରଶଂସା କରନ୍ତି ଯେ ଏତେ ସବୁ କାମ ଭିତରେ ବି ଯାଇକି ପେପର ମ୍ୟାଚରେ ଆମେ କାମ କରିପାରୁ, ଘରକୁ ବି ଆଣିକି ଜିନିଷ କିଛି ବନେଇ ପାରୁ। ସାହାଯ୍ୟ ତ ସ୍ୱାମୀ 2 ପଇସା ଆଣିଲେ ଆମେ ପରିବାର କେତେ ମେଣ୍ଟିବ, 3ଟା ଛୁଆ, ସେମାନଙ୍କର ପୁଣି ପାଠ ପଢ଼ା ଅଛି, ଆଉ ମେଣ୍ଟେନି ତ। ଆଉ ମୁଁ ଏଇ କାମ କରିକି କିଛି ରୋଜଗାର କରେ, କିଛି ପଇସା ଆଣିବା ଭିତରେ ଛୁଆଙ୍କର ଟିଉସନ ପାଠ ପଢ଼ା ଆଉ ସ୍ୱାମୀଙ୍କର ମେଡ଼ିସିନ ଆଉ ଏସବୁ ଖର୍ଚ୍ଚରେ ଟିକେ ଆଡଜଷ୍ଟ ହେଇଯାଏ। ଆଉ ଆଶା ତ ବହୁତ କିଛି ମ୍ୟାଡ଼ାମ ଅଛି, ଆଉ କାମ କରିକି ଆଉ କିଛି ଅଧିକକୁ କାମ କରିକି 2 ପଇସା
कमेइने छुआंकर भविष्यत आउ आमे देखिपारंतु आउ दिन को गोटा टाइम ठू रोसईबास सारी छुआ पिला धंदा स्कूल बाबू माने कुआड़े गले से खाଇବା पीवा दे आमे गोटाकर बसी जाऊ झील मान को नहीं तो बहुत किसी आशा रखी झील मैंने ही चाहूँगी से पढ़ी बड़ मनीष हूँ भविष्यत माने आमे जमी गरीब होगी अच्छु ताकर भविष्यत आउ टिके उज्जवल हो प्रभाती मैडम को सहित तो मिसिना आहूँ भल लगे सी तो आम परिवार जन सदस्य कहने चले सी बहुत भल आउ माने तांको मनरे सेमती किछि नाही निजर पर सेमती किछि नाही से हमको बहुत निजर भाबी सब किछि जिंस हमको छाड़ी दियंती जा As the world continues to evolve, there are still many parts of the globe where traditional ways of life remain unchanged. Through their art, these women are not only creating beautiful objects but also a sense of community and empowerment. They support each other through their ups and downs of life and provide each other with a safe and supportive space to share their stories and experiences. मना कुनी खटुआ बयस 48 शाशुर को आसिली 30 वर्ष आ कौन कह दुख कष्ट करे पेपर मैच काम करे आ अच्छा जो 2 पैसा मिले चली रोजगार होची ता से रोजगार हो 2 पैसा से ए काम करबा भल लागुची आपनको हाँ भल लगे हाँ सेमती काम करमु आ कौन आ रोजगार सेमती जा 2 पैसा हम सेमती चल जमु आ रखी आशा आ से बिलबाड़ी काम कर छेली फेली 2टा रखीजु दायित्व नौ आते टाइम मिले से काम करूँ आमती कौन कहमु तम स्वामी ये सब जिनस को लेकिन किसी कहते सी मदुआ मद खाइने तो से पाटरू जा बाहर मदुआ लोकंर कथा सत कथा जोटा सत ना मिछ मदुआ लोक जो भाषा कहे तापर से भाषा रहीकिना संभाली रही The success of the paper mache industry in Ghasipura has not only benefited the women but has also put the village on the map as a hub of creativity and innovation. It has become an inspiration for other villages in the region to follow suit and explore alternative livelihood options. Despite the challenges they face, women in rural households are resilient and resourceful. They play a crucial role in sustaining their families and communities, and their contributions often go unrecognized. But with increasing awareness of their vital role, there is hope that these women will be given the support and recognition they deserve, helping to empower them and build stronger, more resilient communities for generations to come. माने बड़ बड़ फ्रेमिंग काम हो जहाँ भी डेकोरेटिव काम हो टेंट वाला काम भी आमर दिया जमी फाइबर जिनस गुड़ा होउची सेई टाइप रो हो कहार स्टाच्यू हो माने जहाँ भी आपण चाहिए जमीती चाहिए जहाँ भी चाहिए सब काम हो पार कागज महिला सशक्तिकरण पाइरे आगे आस भौणी किए कहे पुण्य भूमि रे